ଚାଲିଗଲେ ସୁଶାନ୍ତ ସିଂ। ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଦେହାନ୍ତ ଓଡ଼ିଶାର ରାଜନୈତିକ ଓ ସାମାଜିକ ଜୀବନରେ ଏକ ଗଭୀର ଶୂନ୍ୟତା ସୃଷ୍ଟି କରିଛି। ସେ ଜଣେ ଅନୁଭବୀ ଓ ଜନପ୍ରିୟ ନେତା ଥିଲେ, ଯିଏ ଦୀର୍ଘ ଦିନ ଧରି ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ। ତାଙ୍କ ଦେହାନ୍ତ ସମ୍ବାଦ ଶୁଣି ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳିଯାଇଛି। ଅନେକ ନେତା, ସାଧାରଣ ଲୋକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସୁଶାନ୍ତ ସିଂ ତାଙ୍କ ରାଜନୈତିକ ଜୀବନରେ ଅନେକ ଦାୟିତ୍ୱ ପାଳନ କରିଥିଲେ। ସେ ଏକ ସମୟରେ ମନ୍ତ୍ରୀ ଭାବେ କାମ କରି ରାଜ୍ୟର ଉନ୍ନତି ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଥିଲେ। ବିଶେଷ କରି ଗ୍ରାମୀଣ ଅଞ୍ଚଳର ଉନ୍ନତି, କୃଷି କ୍ଷେତ୍ରର ସୁଧାର ଓ ଗରିବ ଲୋକଙ୍କ ଜୀବନମାନ ଉନ୍ନତ କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ସରଳ ସ୍ୱଭାବ, ମିଳନସାର ଆଚରଣ ଓ ଲୋକମାନଙ୍କ ସହ ସଂଯୋଗ ରଖିବାରେ ସେ ଅନ୍ୟ ନେତାମାନଙ୍କ ଠାରୁ ବିଶେଷ ଅଗ୍ରଣୀ ଥିଲେ। ତାଙ୍କ ଜୀବନଯାତ୍ରା ଏକ ପ୍ରେରଣାଦାୟୀ କାହାଣୀ। ସାଧାରଣ ପରିବାରରୁ ଆସି ନିଜ ପରିଶ୍ରମ ଓ ନିଷ୍ଠା ଦ୍ୱାରା ସେ ରାଜନୀତିରେ ନିଜର ସ୍ୱତନ୍ତ୍ର ସ୍ଥାନ ଗଢ଼ିଥିଲେ। ଲୋକଙ୍କ ସମସ୍ୟାକୁ ନିକଟରୁ ବୁଝିବା ଓ ସେଗୁଡ଼ିକର ସମାଧାନ ପାଇଁ ସଦା ସଚେତନ ରହିବା ତାଙ୍କ ବଡ଼ ଗୁଣ ଥିଲା। ସେ ସଦା ମନେ କରୁଥିଲେ ଯେ ରାଜନୀତି କେବଳ ସତ୍ତା ପାଇଁ ନୁହେଁ, ଏହା ଲୋକଙ୍କ ସେବାର ଏକ ମାଧ୍ୟମ। ବିଜେଡ଼ିର ତୁଙ୍ଗ ନେତା ସୁଶାନ୍ତ ସିଂ ଆଉ ନାହାନ୍ତି। ସେ ଏବେ ଆରପାରିରେ ବରଗଡ଼ ଭଟଲି ଅଞ୍ଚଳରେ ନିଜର ଦବଦବା ସୃଷ୍ଟି କରିଥିବା ସୁଶାନ୍ତ ସିଂ ବିଜେଡ଼ିର ଜଣେ ତୁଙ୍ଗ ନେତା ଭାବରେ ସାରା ଓଡ଼ିଶାରେ ସୁନାମ ଅର୍ଜନ କରିଥିଲେ। ବିଜେଡ଼ି ନେତା ସୁଶାନ୍ତ ସିଂ ତାଙ୍କ ଦେହାନ୍ତ ନେଇ ସାରା ରାଜନୈତିକ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି। ବିଭିନ୍ନ ଦଳର ନେତାମାନେ ତାଙ୍କୁ ଏକ ସଚ୍ଚା ଓ ନିଷ୍ଠାବାନ ନେତା ଭାବେ ସ୍ମରଣ କରିଛନ୍ତି। ସାଧାରଣ ଲୋକମାନେ ମଧ୍ୟ ତାଙ୍କୁ ନିଜର ଏକ ନିକଟତମ ଲୋକ ଭାବେ ଭାବୁଥିଲେ, ଯାହାଙ୍କୁ ସେମାନେ ସହଜରେ ପହଞ୍ଚି ପାରୁଥିଲେ। ଏହି କାରଣରୁ ତାଙ୍କ ଅକାଳ ବିୟୋଗ ସମସ୍ତଙ୍କୁ ବିକଳ କରି ପକାଇଛି।